ଆପଣମାନଙ୍କୁ ଏମବି କମ୍ପିଟେଟିଭ କ୍ଲାସକୁ ଆଉ ଥରେ ସ୍ୱାଗତ। ଆଶା କରୁଛି ସମସ୍ତେ ଭଲରେ ଥିବେ। ଏମବି କମ୍ପିଟେଟିଭ କ୍ଲାସ ଆଜିର ସମୟରେ ଗୋଟେ ନୂଆ ପ୍ରୟାସ ଜାରି ରଖିଛି। ଯେଉଁମାନଙ୍କ ପାଇଁ ମ୍ୟାଥ ବୋଝ ହେଇକି ଅଛି ସେମାନେ ଆଜିଠୁ ମନ ହାଲକା କରିନିଅନ୍ତୁ। କାରଣ ଏମବି କମ୍ପିଟେଟିଭ କ୍ଲାସ ଆପଣଙ୍କ ପାଇଁ ଯେଉଁ ପ୍ରୟାସ ଜାରି ରଖିଛି କି ମ୍ୟାଥ ଆପଣଙ୍କ ପାଇଁ ଆଉ ବୋଝ ହେଇକି ରହିବ ନାହିଁ। ଯାହା ଆପଣମାନେ ମ୍ୟାଥକୁ ନେଇ ଯେଉଁ ଡର ମନ ଭିତରେ ଅଛି ଯେ ମୁଁ କରିପାରୁନି ହଉନି, ସେ ସବୁ ଡର ଛାଡ଼ି ଦିଅନ୍ତୁ। ଏମବି କମ୍ପିଟେଟିଭ କ୍ଲାସକୁ ଲାଷ୍ଟ ସବୁ ଚାପ୍ଟରକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ନିହାତି ଭାବରେ ଆପଣଙ୍କ ପାଇଁ ମ୍ୟାଥ ଇଜି ହେଇଯିବ। ଆଜି ଯଦି ଆପଣ ଲାଷ୍ଟ ପର୍ଯ୍ୟନ୍ତ କ୍ଲାସ ଦେଖୁନାହାନ୍ତି ରେସିଓ ପ୍ରପୋର୍ସନର, ନେକ୍ସଟ କ୍ଲାସ ଯେତେବେଳେ ଏଜ୍ ପଢିବା ଆପଣ ଆଉ ବୁଝିପାରିବେନି। ତେଣୁକରି ଆପଣ ଲାଷ୍ଟ ପର୍ଯ୍ୟନ୍ତ ହେଉଛି କ୍ଲାସକୁ ଦେଖନ୍ତୁ। ଚାଲନ୍ତୁ ଆଜି ବୁଝିବା ରେସିଓ ଆଣ୍ଡ ପ୍ରପୋର୍ସନ ପୁରାପୁରି ମୂଳରୁ ଶିଖିବା। ଆଉ କନସେପ୍ଟ ବି କ୍ଲିୟର କରିବା। କ'ଣ କହିଛି ନା ରେସିଓ। ରେସିଓ କହିଲେ ଅର୍ ଆମେ ଆଉ ତାକୁ କ'ଣ କହୁଛନ୍ତି ନା ଅନୁପାତ କରୁଛନ୍ତି। ରେସିଓ ଆମର କୋଉଠୁ ଆସିଲା ଆମେ ଆଗେ ଫାଷ୍ଟ ବୁଝିବା। ରେସିଓ କାହିଁକି ଅଣା ହେଲା ନା ରେସିଓ ହଉଛି, ଧର ଗୋଟେ ଲୋକ ଅଛି ତା ନାଁ ହଉଛି ମଦନ। ଜଣେ ଅଛି ତା ନାଁ ହଉଛି ମଦନ, ଆଉ ଜଣେ ଅଛି ତା ନାଁ ହଉଛି ଖୁସି। ମଦନ ପାଖରେ 100 ଟଙ୍କା ଅଛି, ଖୁସି ପାଖରେ 200 ଟଙ୍କା ଅଛି। ତ ଆମେ ଯେତେବେଳେ କହୁଛନ୍ତି କଥାଟା କ'ଣ କହିଲେ ନା ମଦନ ପାଖରେ 100 ଟଙ୍କା ଅଛି ଆଉ ଖୁସି ପାଖରେ 200 ଟଙ୍କା ଅଛି ବୋଲି କହିଲେ। ମଦନ ର ପଇସା ଠାରୁ ଖୁସି ପଇସା କେତେ ଅଧିକ ନା ସାର୍ 100 ଟଙ୍କା ଅଧିକ ବୋଲି ଆପଣ କହୁଛନ୍ତି। ତ ଏଇଟାକୁ ଯେତେବେଳେ ଆମେ ଗୋଟେ ରେସିଓରେ କହିବା କି ଗୋଟେ ଫ୍ରାକ୍ସନରେ କହିବା, କେମିତି କହିପାରିବା ନା ଏକୁ ଆମେ ଯେତେବେଳେ କାଟିଦେଲେ ମଦନର ପଇସା ହେଇଗଲା ହଉଛି 1 ଆଉ ଖୁସିର ପଇସା ହେଇଗଲା ହଉଛି କ'ଣ ନା 2। ରେସିଓ ହେଇଗଲା କ'ଣ ମଦନ ଖୁସି ଭିତରେ 1:2 ରେସିଓ ହେଇଗଲା। ତାହେଲେ ଆମେ ଏଇଠି ଦେଖି ଜାଣିପାରିଲେ ନା ଖୁସିର ପଇସା ହଉଛି କ'ଣ ନା ମଦନର ପଇସାରୁ 1 ଗୁଣ ଅଧିକ ଅଛି। ତାମାନେ 1 ଗୁଣ ଅଧିକ ଅଛି ମାନେ ମଦନର ପଇସା ଯଦି ଟଙ୍କାଟେ ଥାଏ ତାହେଲେ ଖୁସିର ପଇସା କେତେ ନା 2 ଟଙ୍କା। ମଦନର ପଇସା ଯଦି 100 ଟଙ୍କା ଥାଏ ତାହେଲେ ଖୁସିର ପଇସା କେତେ ଟଙ୍କା ନା 200 ଟଙ୍କା। ତାହେଲେ ଆମେ ଏଇ ଯୋଉ ରେସିଓକୁ ବାହାର କରିବା ଲାଗି, କମ୍ପାରିଜନକୁ ନେଇକି ଛୋଟ କରିବା ଲାଗି ଆମେ ଯାହାକୁ ୟୁଜ କଲେ ତାକୁ ଆମେ କ'ଣ କହନ୍ତି ନା ରେସିଓ ବୋଲି କହନ୍ତି। ଦି ଜଣ ଥିଲେ, ଦି ଜଣଙ୍କର ପଇସାକୁ କମ୍ପାରିଜନ କଲେ, କମ୍ପାରିଜନ କରିକି ଆମେ ଯୋଉ ରେସିଓ ବାହାର କଲେ, ଯୋଉ ସଂଖ୍ୟା ବାହାର କଲେ ତାକୁ ଆମେ କ'ଣ କହିଲେ ନା ରେସିଓ କହିଲେ। ଅର ଆମେ ତାକୁ ଓଡ଼ିଆରେ କ'ଣ କହନ୍ତି ନା ଅନୁପାତ ବୋଲି କହିଥାନ୍ତି। କ'ଣ କହିଥାନ୍ତି ନା ଅନୁପାତ ବୋଲି କହିଥାନ୍ତି। ଏଇ ଯୋଉ ମଦନ ଆଉ ଖୁସି ଭିତରେ ଯଦି ଆମେ ଫ୍ରାକ୍ସନ ଦେଖିବା ତାହେଲେ ଖୁସିର ପଇସା କେତେ ନା ଖୁସିର ପଇସା ମଦନ ଠାରୁ କେତେ କମ ଯଦି ଆମେ କହିବା ନା 2/1 କହିପାରିବା। ମଦନର ପଇସା କେତେ 1 ହେଲେ ଖୁସିର ପଇସା ହଉଛି କେତେ ନା 2। ଆମେ ଯେହେତୁ ଖୁସିର ପଇସା ଆଗେ ନେଇଛନ୍ତି ତାହେଲେ ଖୁସିର ପଇସା ଉପରେ ରହିବ, ମଦନର ପଇସା କ'ଣ ରହିବ ନା ତଳେ ରହିବ। ଆମେ ନିହାତି ଭାବରେ ଫ୍ରାକ୍ସନରେ ବି ଆମେ ଲେଖିପାରିବା ହଉଛି କାହାକୁ ନା ରେସିଓକୁ ଫ୍ରାକ୍ସନରେ ହଉଛି ଲେଖିପାରିବା। ନେକ୍ସଟ ଜିନିଷ କ'ଣ ବୁଝିବାକୁ ଚେଷ୍ଟା କରିବା। ନେକ୍ସଟ ଜିନିଷ ହଉଛି ଯେ ଆଉ କ'ଣ କରିପାରିବା, ରେସିଓ ଆମେ କେମିତି ବାହାର କରିପାରିବା। 20, 30 ଗୋଟେ ସଂଖ୍ୟା ଅଛି। ଏ 20ଟା କ'ଣ ଅଛି ନା 20 କିଲୋମିଟର ଆଉ 30 କିଲୋମିଟର ଅଛି। ତାହେଲେ ଇଏ ରେସିଓ ହେଇପାରିବ ନା ନାହିଁ? ହଁ ସାର୍ ରେସିଓ ହେଇପାରିବ, କାରଣ ଏକୁ 2 କାଟିଦେଲେ ଆମେ 2:3 ରେସିଓ ପାଇଗଲେ। ଗୋଟେ ଅଛି 500 କେଜି ଆଉ ଇଷ୍ଟୁ 100 ଗ୍ରାମ। 100 ଗ୍ରାମ ଅଛି। ସାର୍ ଏଇଟା ହେଇପାରିବ ନା ନାହିଁ ରେସିଓ? ନା ନିହାତି ଭାବରେ ହେଇପାରିବ। କାରଣ କ'ଣ ପାଇଁ ନା ଗ୍ରାମଟାକୁ ଆମେ କେଜିକୁ କନଭର୍ସନ କରିବା ଆଇଦର, ନହେଲେ କେଜିଟାକୁ ହଉଛି କ'ଣ କରିବା ନା ଗ୍ରାମକୁ କନଭର୍ସନ କରିଦବା। କରିଦେଲେ ଆମେ ତାର କ'ଣ କରିପାରିବା ରେସିଓ ବାହାର କରିପାରିବା। କିନ୍ତୁ ଗୋଟେ ଅଛି 20 କିଲୋମିଟର ଇଷ୍ଟୁ 50 କେଜି। 20 କିଲୋମିଟର ଆଉ 50 କେଜି, ୟାର ରେସିଓ ବାହାର କରିପାରିବା ନା ନାହିଁ? ନାଇଁ ସାର୍ ୟାର ରେସିଓ ବାହାର କରିପାରିବାନି। ଏଠି କ'ଣ ହେଇଯିବ ନା ସିଏନଡି ହେଇଯିବ, କ୍ୟାନ୍ ନଟ୍ ଡିଟରମାଇଣ୍ଡ ହେଇଯିବ। ୟାର ରେସିଓ ଆମେ ବାହାର କରିପାରିବା ନାହିଁ। କାରଣ କ'ଣ ପାଇଁ ନା ୟାକୁ ଆମକୁ ନିହାତି ଭାବରେ ମନେ ରଖିବାକୁ ପଡ଼ିବ। ରେସିଓ ବାହାର କରିବାକୁ ହେଲେ ଦୁଇଟି ୟୁନିଟ୍ ସମାନ ହଉଥିବା ଦରକାର। ଏଠି ୟୁନିଟ୍ ସମାନ ଅଛି କି? ଗୋଟେ କିଲୋମିଟର ହେଲା ବେଳକୁ ଗୋଟେର ୟୁନିଟ୍ ଆସିକି କ'ଣ ହେଲାଣି ନା କେଜି ହେଲାଣି। ୟୁନିଟ୍ ସମାନ ନହେଲେ ଆମେ କଦାପି ରେସିଓ ବାହାର କରିପାରିବା ନାହିଁ। ଏଇ ଗୋଟେ ଜିନିଷକୁ ଆମେ ପ୍ରପରଲି ମନେ ରଖିବା ଦରକାର। ରେସିଓ ଆପଣ ମାନେ ଯାହାହେଲେ କିଛି ନା ବୁଝିପାରିଥିବେ। ଆଉ ଆମେ ରେସିଓକୁ ବୁଝିବାକୁ ଗଲେ କ'ଣ କରିବାକୁ ପଡ଼ିବ ନା ରେସିଓ ଏବେ ଯାହା ବି ଏକ୍ଜାମରେ ପଡ଼ିବ ଆମେ ନିହାତି ଭାବରେ ୟାର ସଲ୍ଭ ଆମେ
ରେସିଓକୁ ବାହାର କରିପାରିବା। ରେସିଓ କଣ ବୋଲି ଆମେ ନିହାତି ଭାବରେ ଜାଣିପାରିଲେ। ରେସିଓକୁ ଯେତେବେଳେ ନେଇକି ଆମେ କମ୍ପାରିଜନ କରିବା, ଦିଟା ରେସିଓକୁ ନେଇକି ଯେତେବେଳେ ଆମେ କମ୍ପାରିଜନ କରିବା, ସେତେବେଳେ ଆମର ପାଖରେ ଆସିବ କଣ ନା ସମାନୁପାତ ଆସିବ। ତାକୁ ଆମେ କଣ କହୁଛନ୍ତି ନା ପ୍ରପୋର୍ସନ ବୋଲି କହୁଛନ୍ତି। ପ୍ରପୋର୍ସନ ବୋଲି କହୁଛନ୍ତି। ସମାନୁପାତକୁ ଆମେ କଣ କହୁଛନ୍ତି ନା ପ୍ରପୋର୍ସନ ବୋଲି କହୁଛନ୍ତି। ଦିଟା ରେସିଓକୁ ଆମେ ଯେତେବେଳେ କମ୍ପାରିଜନ କରୁଛନ୍ତି, ପ୍ରପୋର୍ସନକୁ ଆମେ କଣ କହୁଛନ୍ତି ନା ସମାନୁପାତ କହିଥାନ୍ତି। ସମାନୁପାତ। ସମାନୁପାତ କାହାକୁ କହିବା? ଦି ଦଳ ଦିଟା ରେସିଓକୁ ଆମେ ସମାନ କରୁଛନ୍ତି। ମୁଁ ଗୋଟେ ଫର ଏକ୍ସାମ୍ପଲ ନେଇଗଲେ ଏ ଇସ୍ ଟୁ ବି ଇଜ ଇକ୍ୱାଲ ଟୁ ସି ଇସ୍ ଟୁ ଡି ନେଇଗଲି। ତାମାନେ ଏ ର ଯଦି ମୁଁ ଭ୍ୟାଲୁ ନେଲି 2 ଆଉ ବି ର ଭ୍ୟାଲୁ ନେଲି 3, ତାହେଲେ ଏଠି ପ୍ରପୋର୍ସନ କଣ ହବ ନା ଏଠି ନେଲି ହଉଛି କେତେ 4 ଆଉ 6 ନେଲି। ତାହେଲେ ଦେଖ ୟାଙ୍କର ଭ୍ୟାଲୁ ସମାନ ଅଛି ନା ନାଇଁ। ୟାକୁ ବି କାଟିଦେଲେ 2 3 4 2 3 6 ଆଉ ଇଏ 2:3 ରେସିଓରେ ଅଛନ୍ତି। ତାମାନେ ୟାର ଭ୍ୟାଲୁ ଯାହାର ଏଇ ଦି ଜଣଙ୍କର ରେସିଓ ଅଛି, ତାହେଲେ ଏଇ ଦି ଜଣଙ୍କ ରେସିଓ ସମାନ ଅଛି। ତ ଏଇ ଜାଗାକୁ ଆମେ କଣ କହିବା ନା ପ୍ରପୋର୍ସନ ବୋଲି କହିପାରିବା। ଯେତେବେଳେ ଦିଟା ରେସିଓର ଭ୍ୟାଲୁ ଇକ୍ୱାଲ ହେଇଯିବ, ତାକୁ ଆଉ କମ୍ପାରିଜନ ସମାନ ହେଇଯିବ, ସେତେବେଳେ ଆମେ ତାକୁ କଣ କହିବା ନା ପ୍ରପୋର୍ସନ ବୋଲି କହିପାରିବା। ଆଇ ହୋପ କି ତୁମେ ପ୍ରପୋର୍ସନ ବି ବୁଝିପାରିଥିବ। ନେକ୍ସଟ ଆମେ ଆଉ କାହାକୁ କହିବା ନା ପ୍ରପୋର୍ସନର କେତେଟା ଷ୍ଟେଜ ଅଛି। ଧର ଏ ଇସ୍ ଟୁ ବି ଇକ୍ୱାଲ ଟୁ ସି ଇସ୍ ଟୁ ଡି। এই ଡିଟା ହଉଛି କଣ ନା ଯେତେବେଳେ ଆମକୁ ଏକ୍ଜାମରେ କୋଶ୍ଚିନ୍ ଦେଇଥିବ ଯେ ଫୋର୍ଥ ପ୍ରପୋର୍ସନ କହୁଛନ୍ତି ଦୁଇଥର ବାହାର କରିବା ଲାଗି, ତ ଫୋର୍ଥ ପ୍ରପୋର୍ସନ ହେଲେ ଆମେ କାହାକୁ ବାହାର କରିବା ନା ଡି ର ପୋଜିସନ ଟାକୁ ବାହାର କରିବା ଫୋର୍ଥ ପ୍ରପୋର୍ସନ। ଯେତେବେଳେ ଥାର୍ଡ ପ୍ରପୋର୍ସନ ଦେଇଥିବ ବାହାର କରିବା ଲାଗି, ତାହେଲେ ଆମେ କାହାକୁ ଥାର୍ଡ ପ୍ରପୋର୍ସନ କାହାକୁ ବାହାର କରିବା ନା ସି କୁ ନେଇକି ଥାର୍ଡ ପ୍ରପୋର୍ସନ ବାହାର କରିବା। ଯେତେବେଳେ ବି କୁ ଦେଇଥିବ ଆମର ପ୍ରପୋର୍ସନ ବାହାର କରିବା ଲାଗି, ତାହେଲେ ଏଇଟା କଣ ହେଇଯିବ ନା ମିନ୍ ପ୍ରପୋର୍ସନ ହେଇଯିବ। ଏଇଟା କଣ ହେଇଯିବ ନା ମିନ୍ ପ୍ରପୋର୍ସନ ହେଇଯିବ। ତ ଥାର୍ଡ ପ୍ରପୋର୍ସନ କୋଉଠି ନେଇକି ବାହାରିବ, ଫୋର୍ଥ ପ୍ରପୋର୍ସନ କେମିତି ବାହାରିବ, ମିନ୍ ପ୍ରପୋର୍ସନ କେମିତି ବାହାରିବ। ନା ଆମେ ଏକୁ ରେସିଓରେ ଲେଖିଦେଲେ କଣ ଲେଖିପାରିବା, ଫ୍ରାକ୍ସନରେ ଲେଖିନା ଏ ଇସ୍ ଟୁ ବି ଇକ୍ୱାଲ ଟୁ ସି ବାଇ ଡି ଆମେ ଲେଖିପାରିବା। ଅର ଏକୁ ଆମେ ଯେତେବେଳେ ପ୍ରପୋର୍ସନରେ ବାହାର କରିପାରିବା, ଆଉ କଣ ଲେଖିପାରିବା ନା ବି ଇସ୍ ଟୁ ବି ଇଣ୍ଟୁ ସି, ବି ଇଣ୍ଟୁ ସି ଇକ୍ୱାଲ ଟୁ ଏ ଇଣ୍ଟୁ ଡି କରିକି ଆମେ ପ୍ରପୋର୍ସନ ବାହାର କରିପାରିବା। ଏ ଏ ଇଣ୍ଟୁ ଡି କରିକି ଆମେ କଣ କରିପାରିବା ନା ପ୍ରପୋର୍ସନ ବାହାର କରିପାରିବା। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ଏତିକି ପର୍ଯ୍ୟନ୍ତ ବୁଝିପାରିଥିବ। ନେକ୍ସଟ କୁ ଯିବା। ଆଉ କଣ ଯେତେବେଳେ ରେସିଓ ସମାନ ନଥିବ, ଫର ଏକ୍ସାମ୍ପଲ ମୁଁ ତୁମକୁ ଗୋଟେ ରେସିଓ କହିବି 9:5 ଆଉ 5:3, ଏର ପ୍ରପୋର୍ସନ ଆମେ କରିପାରିବା କି? କାରଣ ଦେଖ, ଯୋଉ ରେସିଓ ଦି ଜଣଙ୍କର ଗ୍ୟାପ୍ ସମାନ ନଥିବ ସେଇ ଜାଗାରେ ହଉଛି ପ୍ରପୋର୍ସନ ହେଇପାରିବ ନାହିଁ। ତ ଗ୍ୟାପକୁ ସମାନ କରିବାକୁ ହେଲେ ପ୍ରପୋର୍ସନକୁ ଆମେ କଣ କରିବାକୁ ପଡିବ ନା ୟାର ଗ୍ୟାପ୍ ଦେଖ କେତେ ଅଛି ନା 2 ଅଛି, ୟାର ଗ୍ୟାପ୍ ଦେଖ କେତେ ଅଛି ନା 4 ଅଛି। ଏବେ ଆମେ କଣ କରିବା ନା ତଳର ଗ୍ୟାପକୁ ନେଇକି ଉପରେ ମଲ୍ଟିପୁଲ କରିବା, ଉପର ଗ୍ୟାପକୁ ଆଣିକି ତଳକୁ ମଲ୍ଟିପୁଲ କରିବା। 2 ନୂଆ କେତେ ନା ସାର 18, 2 ପଞ୍ଚା କେତେ ନା ସାର 10, 5 କେତେ ନା 20, ଆଉ 4 3 କେତେ ନା ସାର 12। ଏବେ ଦେଖିଲ ୟାଙ୍କର ଗ୍ୟାପ୍ ସମାନ ଅଛି ନା ସାର ଏଠି 8 ଗ୍ୟାପ୍ ଅଛି, ଏଠି କେତେ ଗ୍ୟାପ୍ ଅଛି ନା 8 ଗ୍ୟାପ୍ ଅଛି, ଏଠି କେତେ ଗ୍ୟାପ୍ ଅଛି ନା 2 ଗ୍ୟାପ୍ ଅଛି, ଏଠି ସାର ଗ୍ୟାପ୍ କେତେ ଅଛି ନା 2 ଗ୍ୟାପ୍ ଅଛି। ଏବେ ଆମେ କଣ କରିପାରିବା ନା ଏଥିରେ ଆମେ ପ୍ରପୋର୍ସନ ତିଆରି କରି ହେଇଯିବ। ଏବେ ରେସିଓରେ ଆମେ କଣ କରିପାରିବା ନା ଏଇ ରେସିଓକୁ ଆମେ ପ୍ରପୋର୍ସନ ପ୍ରପର ପ୍ରପୋର୍ସନ ବୋଲି କହିପାରିବା। ଦେଖ ନେକ୍ସଟ କୋଶ୍ଚିନ୍ ଉପରକୁ ଯିବା। କୋଶ୍ଚିନ୍ କଣ କହିଛି ବୁଝିବା। କଣ କହିଲା କୋଶ୍ଚିନ୍, ଦ ରେସିଓ ଅଫ ସଏଲ କଣ ଅଛି ନା ସଏଲ ଆଉ ଗ୍ରାଭେଲ। The ratio of soil and gravel in a mixture is 11:11 କେତେ ଦେଇ ଦେଇଛି ନା 8, while the ratio of the gravel and cement is 6:cement। ଆଉ କଣ ଅଛି ତା ସାଙ୍ଗରେ ନା ଗୋଟେ ସିମେଣ୍ଟ ଅଛି, ଆଉ ଗ୍ରାଭେଲ ର ସିମେଣ୍ଟ ର ରେସିଓ କେତେ ଦେଲା 6:7 ଦେଇଦେଲା। କେତେ ଦେଇଦେଲା 6:7 ଦେଇଦେଲା। ଏବେ ପଚାରିବ ହ୍ୱାଟ ଇଜ ଦ ରେସିଓ ଅଫ ସଏଲ ଆଣ୍ଡ ସିମେଣ୍ଟ। ସଏଲ ଆଉ ସିମେଣ୍ଟ ଭିତରେ କଣ ରେସିଓ ହବ ବୋଲି ଆମକୁ ସେ ପଚାରିଛି। ତାହେଲେ ଦେଖିଦିଅ ସେ ରେସିଓ କେମିତି ବାହାରି ପଡିବ ନା ଏକୁ ନେଇକି ଆ ଦେହରେ ମଲ୍ଟିପୁଲ କରିବା, ଏଇଟାକୁ ନେଇକି ଏକୁ ଦେଇ ଆ ଦେହରେ ମଲ୍ଟିପୁଲ କରିବା, ଆଉ ଏକୁ ନେଇକି ଆ ଦେହରେ ମଲ୍ଟିପୁଲ କରିବା। ଆଗେ ଦେଖିଦବା ତିନିଟାଙ୍କର ରେସିଓ କଣ ବାହାରୁଛି। ତାହେଲେ ଏଇଠି କେତେ ହେଇଯିବ 66, ଇଏ କେତେ ହେଇଯିବ ନା 48, ଇଏ କେତେ ହେଇଯିବ ନା 56। ଆମକୁ କାହା କାହା ଭିତରେ ରେସିଓ ବାହାର କରିବା କହିଛି ନା ସଏଲ ଆଉ
ସିମେଣ୍ଟ ଭିତରେ ନେଇକି ରେସିଓ ବାହାର କରିବାକୁ କହିଛି। ନା ସଏଲ ରେସିଓ କେତେ ହେଇଗଲା ନା 66, ଆଉ ସିମେଣ୍ଟର ରେସିଓ କେତେ ଅଛି ନା 56 ଅଛି। ଏକୁ ଆମେ କାଟିଦବା। କାଟିଦେଲେ କେତେ ହେଇଯିବ ନା 33, ଇଏ ହେଇଯିବ କେତେ ନା 28। 33, 28। ତ ରେସିଓ କଣ ବାହାରି ପଡିବ ସଏଲ ଆଉ ସିମେଣ୍ଟର ରେସିଓ 33 ଆଉ 28 ରେସିଓ ବାହାରି ପଡିବ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କିଛି କଷ୍ଟ ନାହିଁ, ଖାଲି ଆପଣମାନଙ୍କୁ ରେସିଓ ପ୍ରପରଲି କେମିତି ବାହାର କରାହଉଛି ଆଉ କେମିତି ଭାବରେ କୋଶ୍ଚିନ୍କୁ ସଲ୍ଭ କରାହଉଛି ତାକୁ ନିହାତି ଭାବରେ ଜାଣି ରଖିବା ଦରକାର। ରେସିଓ ପ୍ରପୋର୍ସନ ଆପଣଙ୍କ ପାଇଁ କିଛି ବି କଷ୍ଟ ହେଇକି ରହିବନି କି କୌଣସି ସୂତ୍ରରେ ମୁଁ ବୁଝେଇବି ନାହିଁ। କେବଳ ଓନ୍ଲି ଫର୍ ଫଣ୍ଡା କ୍ଲିୟର କରନ୍ତୁ ଆଉ ନିହାତି ଭାବରେ ମ୍ୟାଥକୁ କାଲକୁଲେସନ ଆପଣ କରିପାରିବେ। ଦେଖ କଣ କହିଛି ନା ସୁରଜ amount is 4 times that of Ravi's amount. Ravi amount is 16 times amount of Aditya amount. What is the ratio of Aditya and Suraj amount? ଦେଖ ଏଠି କିଏ କିଏ ଅଛନ୍ତି ନା ଜଣେ ପିଲା ଅଛି ତା ନାଁ ହଉଛି କଣ କହିଦେଲା ନା ସୁରଜ କହିଲା। ତା ନାଁ କଣ କହିଲା ଆମକୁ ନା ସୁରଜ କହିଲା। ସୁରଜ, ଆଉ କିଏ ରହିଲା ନା ରବି, ଆଉ କିଏ ରହିଲା ନା ଆଦିତ୍ୟ ରହିଲା। ସେ କହୁଛି ଆଦିତ୍ୟର ଏମାଉଣ୍ଟ ରୁ ରବିର ଏମାଉଣ୍ଟ କେତେ ନା 16 ଟାଇମ ହଉଛି ଅଧିକ। ତ ଆଦିତ୍ୟର ଏମାଉଣ୍ଟ ମୁଁ ନେଇଗଲି ହଉଛି କେତେ ନା 100 ଟଙ୍କା ନେଇଗଲି। ଆଦିତ୍ୟର ଆମାଉଣ୍ଟ ଆମେ କେତେ ଧରଲେ 100 ଟଙ୍କା ଧରଲେ। 16 ଟାଇମ ଅଧିକ ମାନେ କେତେ 16 ଗୁଣା ଅଧିକ। 16 ଗୁଣା ମାନେ ଇଏ କେତେ ହେଇଯିବ ନା 1600 ଟଙ୍କା ହେଇଯିବ। ରବିର ପଇସା କେତେ ହେଇଯିବ ନା 1600 ଟଙ୍କା ହେଇଯିବ। ଆଉ ରବି ଠାରୁ ସୁରଜର ଏମାଉଣ୍ଟ 4 ଟାଇମ୍ସ ଅଧିକ କହୁଛି ମାନେ 4 ଗୁଣା ଅଧିକ ବୋଲି କହୁଛି। ତାହେଲେ ଇଏ ଯଦି 1600 ଟଙ୍କା ହେଲା ତାହେଲେ ସିଏ କେତେ ହେଇଯିବ ନା 1664 ଟଙ୍କା ହେଇଯିବ ସାର୍। ସୁରଜ କେତେ ହେଇଯିବ ତାହେଲେ 6400 ଟଙ୍କା ହେଇଯିବ। ଏବେ ଆମର କାହାର କାହାର ରେସିଓ ପଚାରୁଛି ନା ଆଦିତ୍ୟ ରେସିଓ ଆଉ ସୁରଜ ସହିତ ରେସିଓ କେତେ ହବ ବୋଲି ପଚାରିଛି। ଆଦ୍ୟର ପଇତା ଆମେ କେତେ ପାଇଗଲେ ନା 100 ନେଇଥିଲେ। ସୁରଜର ରେସିଓ କେତେ ପାଇଗଲେ ନା 6400 ପାଇଗଲେ। ଏବେ ଦିଟା ଶୂନକୁ ଦିଟା ଶୂନ କାଟିଦିଅ ଆଉ ତୁମ ପାଖରେ କେତେ ରହିଲା 1:64। ତ ଆନ୍ସର କଣ ହେଇଯିବ 1:64 ହେଇଯିବ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କ୍ଲାସଟା ଯଦି ଆପଣମାନଙ୍କୁ କ୍ଲାସଟି ଭଲ ଲାଗୁଛି ତାହେଲେ ଟିକେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେଉଥିବ। ସାରଙ୍କର ଏଇ ହେଉଛି ପରିଶ୍ରମର ମୂଲ୍ୟ। ଏ ସର୍ଟନ ନମ୍ବର ଅଫ ମେନ୍ ଆଣ୍ଡ ଦେୟାର ଡଗ୍ ଆର୍ ଟ୍ରାଭେଲ ବାଇ ଟ୍ରେନ୍। କିଛି ମେନ୍ ଆଉ କିଛି ଡଗ୍ ହଉଛି ଟ୍ରେନରେ ଟ୍ରାଭେଲ କରୁଛନ୍ତି ବୋଲି କହିଲା। ଦ ରେସିଓ ଅଫ ମେନ୍ ଆଣ୍ଡ ଡଗ୍ ଇଜ୍ 5:2। ମେନ୍ ଆଉ ଡଗ୍ ଭିତରେ ରେସିଓ କହିଦେଲା କେତେ ନା 5:2। ଯାହାବି କୋଶ୍ଚିନ୍ ଆମେ ନେଇଛେ ପ୍ରିଭିୟସ୍ ଇୟରଲି ଏକ୍ଜାମରେ ଆସିଥିବା କୋଶ୍ଚିନ୍କୁ ଆମେ ନେଇଛେ। ତେଣୁକରି ଆପଣଙ୍କର ନିହାତି ଏକ୍ଜାମ ପାଇଁ କାମରେ ଦବ। ତ ଟ୍ରେନ୍ ହାଜ୍ ଟୋଟାଲ 54 ଲେଗ୍ସ। ଆଉ ମେନ୍ ଆଉ ଡଗର ମିଶିକି ଟୋଟାଲ ଲେగ్ ହଉଛି କେତେ ବୋଲି କହୁଛି ନା 54 ଲେగ్ ବୋଲି କହୁଛି। ଫାଇଣ୍ଡ ଦ ଟୋଟାଲ ନମ୍ବର ଅଫ ଡଗ୍। ତାହେଲେ ଟୋଟାଲ ନମ୍ବର ଅଫ ଡଗ୍ କେତେ ଟ୍ରେନରେ ଥିଲେ ବୋଲି ଆମକୁ ପଚାରିଛି। ଯାହା ହେଲେ ଟ୍ରେନ 5 ରେସିଓ ଦେଇଛି ମାନେ ମ୍ୟାନ ରେସିଓ ଅଧିକ ଅଛି। ଆଉ ଡଗର ରେସିଓ 2 ଦେଇଛି ମାନେ କଣ ଅଛି ଡଗର ରେସିଓ କମ ଅଛି। ତ ଆମେ କଣ କରିବା ନା ଆନ୍ସର ଆଡୁ ଦେଖିଦବା ଡଗର ରେସିଓ ହଉଛି କେତେ ହବ। ଧର ଡଗ ହଉଛି 12 ଜଣ ଥାନ୍ତେ। ଗୋଟେ କଥାକୁ ମୁଁ କହୁଛି ଡଗ ଯଦି 12ଟା ଡଗ ଥାନ୍ତେ ତାହେଲେ ମଣିଷ କେତେଟା ହେବେ ନା 12×48 ଗୋଡ ଏଇଠି ହେଇଗଲା। ତାହେଲେ ମଣିଷ ଆଉ 5 ରେସିଓରେ ରହିବ କି? ମଣିଷ ହଉଛି ଡଗର ରେସିଓରୁ କମ ହେଇଯିବ। ତେଣୁକରି ଡଗ ରେସିଓ ହଉଛି କମ ନବା। କମ ନେଲେ ଆମେ ଧର ଡଗ ନେଲେ ହଉଛି 6ଟା। 6ଟି ଡଗ ହଉଛି ଥିଲେ। ତାହେଲେ 2 × 3 କରିଦେଲେ ଆମେ 6 ରେସିଓ ପାଇଗଲେ। 6ଟି ଡଗ ଥିଲେ 6ଟି ଡଗ ରହିଲେ ଗୋଡ କେତେଟା ହେଇଯିବ ନା 6×24ଟି ଗୋଡ ହେଇଯିବ। ତାହେଲେ ଟୋଟାଲ ଗୋଡ ହଉଛି କେତେ ନା 54। 54ରୁ ଯଦି 24 ପଳେଇଲା ଆଉ ରହିଲା ହଉଛି କେତେ 30। ତାହେଲେ ମ୍ୟାନ ର ଗୋଡ ହେଇଥିବେ 30। ତାହେଲେ ଆମେ ଦେଖିବା ସେଇ ରେସିଓରେ ଅଛି ନା ନାହିଁ। ଗୋଟେ ମଣିଷର 2ଟା ଗୋଡ। ତାହେଲେ ଟୋଟାଲ ମଣିଷ କେତେ ନା 15ଟି ମଣିଷ। ତାହେଲେ 15ଟି ମଣିଷ ନେଇଗଲେ ଆମେ ଏଠି 3 ଗୁଣି ଦେଲେ 15 ଆସୁଛି ନା ହଁ ସାର୍ ଆସୁଛି। 5×3 = 15 ହେଇଯାଉଛି। ତାହେଲେ ଆମେ ଜାଣିଲେ କେତେଟି କୁକୁର ହଉଛି ଟ୍ରେନରେ ଥିବେ ନା ସାର୍ 6ଟି କୁକୁର ଟ୍ରେନରେ ଥିବେ। କେତୋଟି କୁକୁର ଟ୍ରେନରେ ଥିବେ ନା 6ଟି। ଯଦି ମଣିଷ ପଚାରିଥାନ୍ତା କେତୋଟି ଅଛନ୍ତି ନା 15ଟି ମଣିଷ ଅଛନ୍ତି ବୋଲି ଆମେ ନିହାତି ଭାବରେ ଜାଣିପାରିଥାନ୍ତେ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ନେକ୍ସଟ କ୍ୱେଶ୍ଚିନ୍ କଣ କହିଲା ଇନ୍ ଏ ବ୍ୟାଗ 25 ପଇସ୍। ଏଇ ଟାଇପର କ୍ୱେଶ୍ଚିନ୍ ଏକ୍ଜାମରେ ବହୁତ ଟାଇମ ଆସିଛି। ଆଉ ନିହାତି ଭାବରେ ଏକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଇଜି ୱେ ମେଥଡ
ଆଉ ଆପଣ ମାନେ ଥରେ ବୁଝିଗଲେ ଏଇ ମେଥଡରେ ଆଉ ଆପଣଙ୍କୁ କିଛି ବି କଷ୍ଟ ପଡିବନି। 25 ପଇସି ଗୋଟେ ବ୍ୟାଗରେ 25 ପଇସି ଆଉ 10 ପଇସି 5 ପଇସି କଏନ୍ ଆର୍ ଇନ୍ ଦ ରେସିଓ ଅଫ୍ 1:2:3। କୋଉ ରେସିଓରେ ଅଛି 25 ପଇସି? ନା 25 ପଇସି 1 ରେସିଓରେ ଅଛି, 10 ପଇସି 2 ରେସିଓରେ ଅଛି, 5 ପଇସି 3 ରେସିଓରେ ଅଛି ବୋଲି ଆମକୁ କହିଲା। ଜେଜେବାବା ବ୍ୟାଗ ତ ପୁରୁଣା ପଇସା ପଡିକି ଅଛି ଆଉ। ଇଫ୍ ଦ ବ୍ୟାଗ ହାଜ 30 ଇନ୍ ଦ ଟୋଟାଲ ଦେନ୍ ହାଉ ମେନି କଏନ୍ ଅଫ୍ 5 ପଇସା ଆର୍ ଦେୟାର? ତାହେଲେ କେତୋଟି 5 ପଇସା ଅଛି? ଯଦି 30 ଟଙ୍କା ଟୋଟାଲ ବ୍ୟାଗରେ ଥାଏ, କେତୋଟି 5 ପଇସା ଅଛି ବୋଲି ସେ ଆମକୁ ପଚାରିଛି। ଯୋଉମାନେ ଦେଖିବ ପୁରୁଣା କାଳିଆ ଲୋକ ଥିଲେ, ସେମାନଙ୍କର ଗୋଟେ ମୁଣି ଥିଲା। ମୁଣିରେ ସେମାନେ କଣ କରିଥିବେ ନା ଯାହା ଯୋଉଠୁ ଚେଞ୍ଜ ପଇସା ଆଣିଥିବେ ତା ଭିତରେ ପକେଇକି ରଖିଥିବେ। ଯେତେବେଳେ ଆମେ ଛୋଟ ଥିଲେ କି କୌଣସି ପାଖରେ କୋଉଠି ବଜାରରେ ଜାଗର ପଡିଲା କି ରଥଯାତ୍ରା ପଡିଲା କି ଯାହା ବି ଗୋଟେ ପର୍ବ ପଡିଲା, ବାହାରକୁ ବାହାରୁଥିଲେ ଜେଜେବାପା ସେଠୁ କଣ କରିବେ ନା ମୁଣିରୁ କାଢିକି ପଇସା ଦେବେ। ତ ସେଇ ଅନୁସାରେ ସେ କହିଲା ଯେ ବ୍ୟାଗରେ କେତେ ଟଙ୍କା ଅଛି? ନା 30 ଟଙ୍କା ଅଛି ବୋଲି ସେ ଆମକୁ କହୁଛି। ଆଉ ସେଇଥିରେ ପଚାରିଛି 5 ପଇସି କେତୋଟି ଅଛି ବୋଲି କହିଛି। ଖାଲି ଯଦି 5 ପଇସି ପଚାରିଛି ଆମେ 5 ପଇସି ବି ବାହାର କରିପାରିବା। ଯଦି 10 ପଇସି ପଚାରିଥାନ୍ତା 10 ପଇସି ବି ବାହାର କରିପାରିବା। ଆଉ 25 ପଇସି ପଚାରିଥିଲେ 25 ପଇସି ବି ବାହାର କରିପାରିବା। କେମିତି ବାହାରୁଛି ଥରେ ଡିଟେଲରେ ବୁଝ। ଏଇ ଟାଇପର କୋଶ୍ଚିନ୍ ଏକ୍ଜାମରେ ଗ୍ରୁପ ଡି ରେ ବି ଆସିଛି, ଏଏଲପି ରେ ବି ଆସିଛି, ଆଉ ଟେକ୍ନିସିଆନରେ ବି ଆସିଛି। ତେଣୁକରି ଥରେ ବୁଝିକି ପ୍ରାକ୍ଟିସ କରିଦିଅ। ନେକ୍ସଟ ଆଉ ଏକ୍ଜାମକୁ କିଛି ଡାଉଟ ବି ରହିବନି କି ଆପଣଙ୍କ ପାଇଁ କଷ୍ଟ ବି ରହିବନି। 25 ପଇସା ଲେଖିଦେଇଛି, 10 ପଇସା ଲେଖିଦେଲେ ଆମେ 5 ପଇସା ଲେଖିଦେଲେ। କୋଉ ରେସିଓର ଅଛି? ନା ଇଏ 1, ଇଏ 2, ଇଏ 3 ରେସିଓର ଅଛି। ଯଦି ଥରେ ଥରେ ସବୁଥିରୁ ନବା, ନେଲେ ଇଏ କେତେ ହେଇଯିବ? ନା ସାର 25 ପଇସା ହେଇଯିବ। ୟାକୁ ଥରେ ନେଲେ ଦିଟା 10 ପଇସା ନେଲେ, ନା ତାହେଲେ ଇଏ ସାର କେତେ ହେଇଯିବ? ନା 20 ପଇସା ହେଇଯିବ। ୟାକୁ ଆମେ 3 ଥର ନେଲେ କେତେ ପଇସା ହେଇଯିବ? ନା 15 ପଇସା ହେଇଯିବ। 20 25 କେତେ ହେଇଗଲା? ନା 45, 5 50, 10 60 ପଇସା ହେଇଗଲା। ଟୋଟାଲ ପଇସା ଆମେ କେତେ ପାଇଗଲେ? ନା 60 ପଇସା ପାଇଗଲେ। ଏଇ ଯୋଉ 60 ପଇସା ଆମେ ଟୋଟାଲ ପାଇଗଲେ, ଆମକୁ କେତେ ଟଙ୍କା ଦେଇଛି? ନା 30 ଟଙ୍କା ଦେଇଛି। ଏଇ 30 ଟଙ୍କାଟାକୁ ଯଦି ଆମେ ପଇସା କରିଦବା ତାହେଲେ କେତେ ପଇସା ହେଇଯିବ? ନା ସାର୍ 3000 ପଇସା ହେଇଯିବ। 3000 ପଇସା ହେଇଗଲେ ଯଦି 60 ପଇସା ସହିତ ଆମେ କାଟିଦବା, ତାହେଲେ ଆମର କେତେ ରେସିଓ ମିଳିବ? ନା 6×5 = 30, 50 ରେସିଓ ମିଳିଗଲା। କେତେ ରେସିଓ ମିଳିଗଲା? ନା 50 ରେସିଓ ମିଳିଗଲା। ଆଉ ଆମେ ସବୁ ଯୋଉ ଟଙ୍କା ପଚାରିଥିବ ସେଇ ରେସିଓ ସହିତ ଆମେ ଖାଲି ଗୁଣିଦବା। 50 30। ତା ମୁଁ ସି ର ପଚାର ପାଇଛି 5 ପଇସା କେତୋଟି ଅଛି? ନା 50 30। 150ଟି 5 ପଇସା ଅଛି। କେତେ ଅଛି? 150 5 ପଇସା ଅଛି ଆଉ 150ଟି 5 ପଇସା ଅଛି। ଯଦି ଆମକୁ ପଚାରିଥାନ୍ତା 10 ପଇସା କେତୋଟି ଅଛି? ନା 15 × 2 100ଟି 10 ପଇସା ଅଛି। ଯଦି ଆମକୁ ପଚାରିଥାନ୍ତା 25 ପଇସା କେତୋଟି ଅଛି? ନା 50ଟି 25 ପଇସା ଅଛି। ଏବେ ଦେଖ ବ୍ୟାଗରେ 30 ଟଙ୍କା ହଉଛି ନା ନାଇଁ? 150ଟା ହଉଛି 5 ପଇସି କୁ ଯଦି ଆମେ କନଭର୍ସନ କରିବା ଟଙ୍କାରେ, 150ଟି 5 ପଇସି ଆମେ ଟଙ୍କାରେ କନଭର୍ସନ କେତେ କଲେ କେତେ ଟଙ୍କା ହେଇଯିବ? ନା 7 ଟଙ୍କା 50 ପଇସା ହେଇଯିବ। ଆଉ 100ଟା 10 ପଇସା କହୁଛି କନଭର୍ସନ କଲେ କେତେ ଟଙ୍କା ହେଇଯିବ? ନା 10 ଟଙ୍କା ହେଇଯିବ। ଆଉ ଏଟା ହଉଛି ଟଙ୍କାରେ କନଭର୍ସନ ଆମେ କରୁଛନ୍ତି। ଆଉ 50ଟା 25 ପଇସାକୁ ଆମେ ହଉଛି ଟଙ୍କାରେ କନଭର୍ସନ କଲେ କେତେ ଟଙ୍କା ହେଇଯିବ? ନା 12 ଟଙ୍କା 50 ପଇସା ହେଇଯିବ। କେତେ ହେଇଯିବ? 12 ଟଙ୍କା 50 ପଇସା ହେଇଯିବ। ତ ତିନିଟାଙ୍କ ପଇସା ମିଶେଇ ଦେଲେ କେତେ ଟଙ୍କା ହଉଛି? ନା ସାର୍ 30 ଟଙ୍କା ହଉଛି। ତାହେଲେ ଆନ୍ସର ଆମର ପୁରାପୁରି ଠିକ ଅଛି। ଆନ୍ସର କେତେ ହେଇଯିବ? କେତୋଟି ହଉଛି 5 ପଇସା ଅଛି? ନା 150ଟି 5 ପଇସା ଅଛି। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ବୁଝିପାରିଥିବ। ଆଉ ଏକ୍ଜାମରେ ଚୁଟକି ମାରିକି ଆନ୍ସର କରିକି ଆସିବ। ଆଉ ଆସିଲା ପରେ ସାରଙ୍କୁ ଟିକେ ମନେ ପକେଇବ, ସାର୍ ଆପଣ କହିଥିଲେ ଆମେ ଏକ୍ଜାମରେ ଭଲ କରିଛୁ ବୋଲି। ନେକ୍ସଟକୁ ଯିବା। ଦେଖ ନେକ୍ସଟ କ୍ୱେଶ୍ଚିନ୍ କଣ କହିଛି? ନା ଏ ଇସ୍ ଟୁ ବି ଦେଇଦେଲା ହଉଛି କେତେ? ଆଉ କଣ ଅଛି? ନା ସି ବି ଅଛି। ଏ ଇସ୍ ଟୁ ବି କେତେ ଦେଇଦେଇଛି ରେସିଓ? ନା 2:5। ଆଉ ବି ସି ର ରେସିଓ କେତେ ଦେଇଦେଇଛି? ନା 3:4 ଦେଇଛି। ଆଉ ରେସିଓ ଆମକୁ କାହାର ପଚାରିଛି? ନା ଏ ଇସ୍ ଟୁ ସି ର ରେସିଓ ପଚାରିଛି। ତାହେଲେ ଆମେ ଆରାମସେ ପାଇଯିବା। 3 × 2 କେତେ? ନା 6। 3 × 5 କେତେ? ନା 15। 5 କେତେ? ନା 20। ଏ ର ରେସିଓ ପାଇଗଲେ 6 ଆଉ ସି ର ରେସିଓ ପାଇଗଲେ 20। ତାହେଲେ ଏକୁ ଆମେ କାଟିଦବା। 2ରେ କାଟିଦିଅ। 2 × 3 = 6 ଆଉ 2ରେ କାଟିଲେ କେତେ? 10। ତାହେଲେ 3:10। ଆନ୍ସର କେତେ ହେଇଯିବ ରେସିଓ? ନା 3:10 ହେଇଯିବ। ଇଜି କ୍ୱେଶ୍ଚିନ୍ ଟିକେ ଥିଲା। ଏଇ ଟାଇପରେ ବି ଏକ୍ଜାମରେ ଆସିବ। ମାନେ ନିହାତି ଭାବରେ ଏକୁ ବି ଜାଣି ରଖିବା ନିହାତି ଦରକାର। 2 ନମ୍ବର ଆର୍ ଇନ୍ 40% ଆଣ୍ଡ 60% ମୋର ଦ୍ୟାନ୍ ଦ
third number respectively. What is the ratio of the first number and the second number ର ରେସିଓ କେତେ ହବ ବୋଲି ପଚାରା। ଗୋଟେ ସଂଖ୍ୟା ଅଛି ଥାର୍ଡ ନମ୍ବରରୁ ସେକେଣ୍ଡ ନମ୍ବରଟି 60% ଅଧିକ, ଆଉ ଫାଷ୍ଟ ନମ୍ବରଟି ଥାର୍ଡ ନମ୍ବରରୁ 40% ଅଧିକ। ତାହେଲେ ଫାଷ୍ଟ ନମ୍ବର ଆଉ ସେକେଣ୍ଡ ନମ୍ବର ଭିତରେ ରେସିଓ କଣ ହବ ବୋଲି ପଚାରିଲା। ଆମେ ଧର ଫାଷ୍ଟ ନମ୍ବର ଏଇଟା ଲେଖିଦେଲେ, ଏଇଟା ସେକେଣ୍ଡ ନମ୍ବର, ଆଉ ଏଇଟା ହେଲା ହଉଛି ଥାର୍ଡ ନମ୍ବର। ଫାଷ୍ଟ ନମ୍ବର ମୁଁ ଲେଖିଦେଲି ଯଦି 100 ଟଙ୍କା ଥିଲା, କେତେ ଥିଲା ନା 100 ଥିଲା। ତାଠୁ ସେକେଣ୍ଡ ନମ୍ବର କେତେ ଅଧିକ କହୁଛି ନା 60 ଅଧିକ କହୁଛି। ତାହେଲେ ଆମେ ଇଏ ଭ୍ୟାଲୁ କେତେ ହେଇଯିବ ନା 160 ହେଇଯିବ। ଏ ଥାର୍ଡ ସଂଖ୍ୟାରୁ ଫାଷ୍ଟ ନମ୍ବରର କେତେ ପ୍ରତିଶତ ଅଧିକ ବୋଲି କହୁଛି ନା 40% ଅଧିକ ବୋଲି କହୁଛି। ନା ଇଏ 140 ହେଇଯିବ। ତାହେଲେ ଫାଷ୍ଟ ନମ୍ବର ସେକେଣ୍ଡ ନମ୍ବର ଆମେ ପାଇଗଲେ 140 ଆଉ 160। ଏବେ ପଚାରିଛି ତାଙ୍କ ଭିତରେ ରେସିଓ କେତେ ହବ ଫାଷ୍ଟ ଆଣ୍ଡ ସେକେଣ୍ଡ ନମ୍ବରର। ଶୂନକୁ ଶୂନ କାଟିଦେଲି, 200 ସହିତ 14, 2 ଅଶନା 16। ତାହେଲେ ରେସିଓ କେତେ ହେଇଯିବ 2:7:8। ରେସିଓ କେତେ ହେଇଯିବ 7:8 ରେସିଓ ହେଇଯିବ। ଆନ୍ସର କଣ ହେଇଯିବ ନା ସାର୍ ଡି ହେଇଯିବ। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ବୁଝିପାରିଥିବ। ନେକ୍ସଟ କୁ ଯିବା। କଣ କହିଲା ନା ଦ ରେସିଓ ଅଫ କପର ଜିଙ୍କ ନିକେଲ ଇନ୍ ଏ ଜର୍ମାନ ସିଲଭର 4:3:2। ମୁଁ ଲେଖିଦେଲି କପର, ଜିଙ୍କ ଆଉ ନିକେଲ କୋଉ ରେସିଓରେ ଦେଇଛି ନା 4:3:2 ରେସିଓରେ ଅଛି ବୋଲି ଆମକୁ କହିଛି। ହଁ ସାର୍ ଅଛି। ଦି 36 ସେକେଣ୍ଡ ଫ୍ରାକ୍ସନାଲ ସେକେଣ୍ଡରେ ହଉଛି ଆନ୍ସର ବାହାରିବ। କିନ୍ତୁ ତୁମେ ଚିନ୍ତା କଲା ବେଳକୁ ତୁମକୁ ବହୁତ କଷ୍ଟ ଲାଗିବ କେମିତି ଆନ୍ସର ବାହାରୁଛି। ଥରେ ଦେଖ ସାରଙ୍କ କତରୁ, ଆଉ ଏକୁ ପୁରାପୁରି ଶିଖିବାକୁ ଚେଷ୍ଟା କର। ଏଇ କଳାଟିକୁ ତୁମ ନିଜ ଭିତରେ ପୁରେଇବାକୁ ଚେଷ୍ଟା କର। ସାରଙ୍କର ପ୍ରୟାସ ଛୁଆମାନେ ଭଲ କରନ୍ତୁ ଏକ୍ଜାମରେ, 2026 ଚାକିରି ପାଇକି ଯାଆନ୍ତୁ। ଆଉ ସାରଙ୍କ କ୍ଲାସକୁ ଟିକେ ଲାଇକ୍ କରୁଥାନ୍ତୁ। ହାଉ ମେନି kilograms of zinc should be added to this metal of 54 kg? ଟୋଟାଲ ମେଟାଲର ୱେଟ୍ କେତେ ଅଛି ନା 54 kg ଅଛି। କେତେ କିଲୋଗ୍ରାମ କୋଉଟା ଆଡ୍ ହବ, କେବଳ ଜିଙ୍କ ଆଡ୍ ହବ। ତ ସୋ ଦ୍ୟାଟ ଦ ନ୍ୟୁ ରେସିଓ ହେଇଯିବ 2:5:1 ହେଇଯିବ। ନ୍ୟୁ ରେସିଓ କେତେ ହେଇଯିବ ନା 2:5:1 ହେଇଯିବ ରେସିଓ ବୋଲି ଆମକୁ ସେ କହିଲା। ଆଉ କୋଉଟା କେବଳ ଆଡ୍ ହବ ନା କେବଳ ଜିଙ୍କ ଆଡ୍ ହବ ବୋଲି ପଚାରିଛି। ଆମେ ଆଗେ ଫାଷ୍ଟ ଦେଖିଦବା କୋଉଥିରୁ କେତେ କେଜି ଲେଖା ଅଛି ବୋଲି ଦେଖିଦବା। କୋଉଥିରୁ କେତେ କେଜି ଅଛି। 4×3=7, 2 କେତେ ନା ସାର 9। 9 କୁ କେତେ କେଜି ଅଛି ନା 9 ରେସିଓକୁ 54 କେଜି ଅଛି। 1 ରେସିଓକୁ କେତେ ନା 54/6, 6 ନୂଆ 54, 900, 954। ତାହେଲେ 6 ହେଇଗଲା। ତାହେଲେ ଆମ ପାଖରେ କପର କେତେ ଅଛି ନା 24 କେଜି ଅଛି। ଇଏ ଜିଙ୍କ କେତେ କେଜି ଅଛି ନା 18 କେଜି ଅଛି। ନିକେଲ କେତେ କେଜି ଅଛି ନା 12 କେଜି ଅଛି। ନିକେଲ କେତେ କେଜି ଅଛି ନା 12 କେଜି ଅଛି। ଆମେ ଦେଖ 1 ରେସିଓଟା ପାଇଗଲେ କେତେ ନା 12। କାରଣ ଏଇଥିପାଇଁ ନା 2 ରେସିଓଟା ଦେଖ 24 ଦେଇଛି। 1 ରେସିଓଟି 12 ହେଉଥିବାରୁ 2 ରେସିଓଟି ଆମକୁ କେତେ ଦେଇଛି 24 ଦେଇଛି। ତାହେଲେ 5 ରେସିଓଟି କେତେ ହେଇଯିବ ନା 12×5, 12×5, ତାହେଲେ କେତେ ହେଇଯିବ ନା 60 କେଜି। ଆମେ ଏଇଟା କେତେ ପାଇବା ନା 60 କେଜି। ଆମ ପାଖରେ ଅଛି କେତେ କେଜି ନା 18 କେଜି। ଆଉ କେତେ କେଜି ମିଶେଇଲେ 60 କେଜି ହବ ନା 60 - 18। 60 - 18 କେଜି କରିଦବା ନା 42 କେଜି। ଆଉ 42 କେଜି ଆମେ କଣ କରିବା ନା ଜିଙ୍କରେ ଆମେ ଯଦି ମିଶେଇବା, ତାହେଲେ ଆମର ରେସିଓ 2:5:1 ହେଇଯିବ। ଆନ୍ସର କେତେ ହେଇଯିବ ନା 42 କେଜି। ଆନ୍ସର କେତେ ହେଇଯିବ ନା 42 କେଜି। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ବୁଝିପାରିଥିବ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। ସବୁ ଲେବୁଲର କ୍ୱେଶ୍ଚିନ୍ ନେଇଛି ଯେତିକି ହେଇପାରିଛି। ୟା ପରେ ବି ପ୍ରୋ କ୍ଲାସ ଗୋଟେ ଆଣିବି, ଆହୁରି ଟପ୍ ଟୁ ଟପ୍ ହଉଛି ରେସିଓ ଆଣ୍ଡ ପ୍ରପୋର୍ସନ କରିବା। ଆଗେ ପୁରା ସବୁ ଚାପ୍ଟର ଟିକେ କଭର ହେଇଯାଉ। ଏ number is divided in a ratio of 9:5, and then 8 is added to each number. The ratio become 5:3. Which will be the largest number among two? ୟାଙ୍କ ଦିହାଙ୍କ ଭିତରୁ କିଏ ଲାର୍ଜେଷ୍ଟ ନମ୍ବର ବୋଲି ଆମକୁ କ୍ୱେଶ୍ଚିନ୍ ପଚାରିଲା। ନମ୍ବର ଦୁଇଟି ଥିଲା ନା ରେସିଓ କଣ 9:5। ଆଉ ସବୁଥିରେ କଣ କରିବା ନା 8 ଲେଖା ଆଡ୍ କରିଦେବାରୁ ଦୁଇଟାଙ୍କ ନମ୍ବରରେ ଏବେ ରେସିଓ କେତେ ହେଇଯାଇଛି ନା 5:3 ହେଇଯାଇଛି। ରେସିଓ କେତେ ହେଇଯାଇଛି 5:3 ହେଇଯାଇଛି। ଲାର୍ଜେଷ୍ଟ ନମ୍ବରଟି ଆମେ ପାଇବା କେମିତି? ଆଗେ ଆଗେ ଦେଖିବା ଯେ ରେସିଓ ଦି ଜଣ ଆମର ସମାନ ଅଛି ନା ନାହିଁ, ପ୍ରପୋର୍ସନରେ ଅଛନ୍ତି ନା ନାହିଁ ବୋଲି ଦେଖିଦବା। ଦେଖିଲ ୟାଙ୍କ ଦିହାଙ୍କ ଭିତରେ ଗ୍ୟାପ୍ ସମାନ ଅଛି। 5 ଆଉ 9 ଭିତରେ ଗ୍ୟାପ୍ ହେଇଗଲା କେତେ ନା 4। 5 ଆଉ 3 ଭିତରେ ଗ୍ୟାପ୍ ହେଇଗଲା କେତେ ନା 2। ଗ୍ୟାପ୍ ସମାନ ନାହିଁ, ତେଣୁକରି ଆମେ ପ୍ରପୋର୍ସନରେ ନାହାନ୍ତି। और ऊपर ଗ୍ୟାପକୁ ଦେଖିଦିଅ।
ଇଏ ହଉଛି 4 ଗ୍ୟାପ୍ ହେଲା ବେଳେ ତଳ ଗ୍ୟାପ୍ କେତେ ନା 2। ତେଣୁକରି ଇଏ ବି ସମାନ ନାହିଁ। ତେଣୁକରି ଇଏ ପ୍ରପୋର୍ସନରେ ନାହିଁ। ଯଦି ପ୍ରପୋର୍ସନରେ ଆଣିବାକୁ ଅଛି ତାହେଲେ ଆମକୁ କଣ କରିବାକୁ ପଡିବ ନା ତଳ ଗ୍ୟାପ ର ଉପରେ ମଲ୍ଟିପ୍ଲିକେସନ କରିବା, ଉପର ଗ୍ୟାପଟାକୁ ଆଣିକି ତଳେ ମଲ୍ଟିପ୍ଲିକେସନ କରିବା। ଏଇଟାକୁ ପୁରାପୁରି ଭଲ ଭାବରେ ଜାଣି ନିଅନ୍ତୁ। ଜାଣିଗଲେ ଏଜରେ ଆପଣ ମାନଙ୍କୁ କ୍ଲାସରେ ଏମିତି ବତେଇବି ଆପଣ ଚୁଟକିରେ ଏଜର କାଲକୁଲେସନ ଯେମିତି କରିପାରୁଥିବେ। 5 ର 3 ର ଗ୍ୟାପ୍ ଟା ହେଇଗଲା କେତେ ନା 2। 2 ନୂଆ କେତେ ହେଇଯିବ ନା 18। 2 ପଞ୍ଚା କେତେ ହେଇଯିବ ନା ସାର 10। 9 ଆଉ 5 ର ଗ୍ୟାପ୍ ହେଇଗଲା କେତେ ନା 4। 4 ପଞ୍ଚା କେତେ ନା 20। 4 ତିରି କେତେ ନା ସାର 12। ଏବେ ଦେଖିଲ ଗ୍ୟାପ୍ ସମାନ ଅଛି। ଏଠି 2, ଏଠି ଗ୍ୟାପ୍ କେତେ ନା 2, ଏଠି ଗ୍ୟାପ୍ କେତେ ନା 8, ଏଠି ଗ୍ୟାପ୍ କେତେ ନା 8। ହଁ ନା ନାଇଁ? ଗ୍ୟାପ୍ ହଉଛି ଆମର ସମାନ ହେଇଗଲା। ତାହେଲେ ଆମେ 2 ଗ୍ୟାପ୍ ଟାରେ କେତେ ଆଡ୍ କରିବାକୁ କହିଛି ନା 8 ଆଡ୍ କରିବାକୁ କହିଛି। ନା 2 ରେସିଓକୁ ଆମେ ପାଇଗଲେ ସଂଖ୍ୟା କେତେ ନା 8। 1 କୁ ହେଇଯିବ କେତେ ନା ସାର୍ 4। 1 ରେସିଓଟା ହେଇଯିବ କେତେ 4। ଆଉ ସବୁ ପଚାରିଛି ବଡ ସଂଖ୍ୟା କେତେ। 18 ଆଉ 10 ଭିତରେ ବଡ ସଂଖ୍ୟାଟା କୋଉଟା ପଚାରିଛି ନା ବଡ ସଂଖ୍ୟାଟା କଣ ହେଇଯିବ ନା 18 × 4 କେତେ ନା 72। 72 ହେଇଯିବ ବଡ ସଂଖ୍ୟାଟା। କାରଣ 10 × 40 ସିଏ ତ ଛୋଟ ହବ ନା 18 ହଉଛି 18 × 72 ସିଏ ହିଁ କେବଳ ବଡ ସଂଖ୍ୟା ହେଇପାରିବ। ତ ଆନ୍ସର କଣ ହେଇଯିବ ନା 72। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ବୁଝିପାରିଥିବ। ନେକ୍ସଟ କୁ ଯିବା। କଣ କହିଲା ଆନ୍ ଏମାଉଣ୍ଟ ଅଫ 110 ଇଜ 110 ଇଜ ଦ ଫର୍ମ ଅଫ କଏନ ଅଫ 2, 1 and 50 ପଇସା, which is the ratio of 1:2:3 respectively. How many coin is 50 ପଇସି are in it? ଗୋଟେ ବ୍ୟାଗରେ ସେ କହିଲା କେତେ ଟଙ୍କା ଅଛି ନା 110 ଟଙ୍କା ଅଛି। କେତେ ଅଛି 110 ଟଙ୍କା ଅଛି। ତା ଭିତରେ 2 ଟଙ୍କିଆ ବି ଅଛି, ତା ଭିତରେ ଟଙ୍କାକିଆ ବି ଅଛି, ତା ଭିତରେ 50 ପଇସା ବି ଅଛି। ହଁ ନା ନାଇଁ? ଆଉ କୋଉ ରେସିଓରେ ଅଛି 2 ଟଙ୍କିଆ ନା 2 ଟଙ୍କିଆ 1 ରେସିଓରେ ଅଛି, ଆଉ ଟଙ୍କାକିଆ 2 ରେସିଓରେ ଅଛି, ଆଉ 50 ପଇସା 3 ରେସିଓରେ ଅଛି। ତାହେଲେ କେତୋଟି 50 ପଇସା ଅଛି ବୋଲି ପଚାରିଛି। ତ ମୁଁ ୟା ପୂର୍ବରୁ ଏମିତି ଗୋଟେ ମ୍ୟାଥ କହିଲି। ତ ଇଏ ରିପିଟେଡ ହେଇଗଲା। ରିପିଟେଡ ହେଲେ କଣ ହବ କିନ୍ତୁ ତୁମେ ମାନେ ଶିଖିବା ନିହାତି ଦରକାର। ଥରେ ଏଇ ଟାଇପର ମ୍ୟାଥ 100% ଏକ୍ସାମରେ ଆସୁଛି। ତୁମେ ଯଦି ଏଥିରେ ମାଷ୍ଟରୀ କରିନେଲ ନା ତାହେଲେ ତୁମ ପାଇଁ ଏକ୍ସାମ ପୁରା ଇଜି ହେଇଯିବ। ତାହେଲେ ଦେଖ 2 ଟଙ୍କିଆ 2 ରେସିଓରେ ହେଲେ ଥରେ ଲେଖା ନେଲେ କେତେ ହେଇଯିବ ନା 2 ଟଙ୍କା ହେଇଯିବ। ଟଙ୍କାକିଆ 2ଟା ନେଲେ କେତେ ହବ ନା ସାର୍ 2 ଟଙ୍କା ହବ। 50 ପଇସା 3ଟା ନେଲେ କେତେ ହବ ନା ସାର୍ 1.5 ଟଙ୍କା ହବ। ତାହେଲେ ଆମ ପାଖରେ କେତେ ଟଙ୍କା ହେଇଗଲା ନା 5 ଟଙ୍କା 50 ପଇସା ହେଇଗଲା। କେତେ ହେଇଗଲା ଥରେ ଲେଖା ନେଲେ 5 ଟଙ୍କା 50 ପଇସା ହେଇଗଲା। ଆଉ ଆମ ପାଖରେ ପୁରା ଟଙ୍କା କେତେ ଅଛି ନା 110 ଟଙ୍କା ଅଛି। ତାହେଲେ 110 ଡିଭାଇଡେଡ ବାଇ 5 ଟଙ୍କା 50। ଆଉ ଏଇ ପଏଣ୍ଟ ଉଠେଇବା ଲାଗି ମୁଁ ଉପରେ 2ଟା ଶୂନ ପକେଇଦେଲି ଆଉ ଶୂନକୁ ଶୂନ କାଟିଦେଲି। 11×5 = 55, 11×10 = 110 ଆଉ ଗୋଟେ ଶୂନ ଲେଖିଦେଲି। ଏଇଟା 5ରେ କାଟିଲେ କେତେ 5×2 = 10। ଆମେ ଆଉ ପାଇଗଲେ ସଂଖ୍ୟାଟା କେତେ ନା 20। ଏବେ ଆମ ସଂଖ୍ୟା କେତେ ପାଇଗଲେ ନା 20। ଏବେ ରେସିଓ ସହିତ ଇଣ୍ଟୁ କରିଦବା। ଯାହା ଯୋଉଟା ମାଗିଛି କେତେଟା କଣ ଥିଲା ବୋଲି ସେଇଟା ଆମେ ପାଇଯିବା। ତ ଆମକୁ କଣ ମାଗିଛି ନା 50 ପଇସା କେତେ ଥିଲା। 50 ପଇସାର ରେସିଓ କେତେ ନା ସାର୍ 3 ନା 20:3। 60ଟି 50 ପଇସା ଅଛି। ଆଉ ଯଦି ଆମକୁ ମାଗିଥାନ୍ତା ଟଙ୍କାକିଆ କେତେଟା ଅଛି ନା ଟଙ୍କାକିଆର ରେସିଓ କେତେ ଥିଲା 2। 20 × 3 = 40ଟି ଟଙ୍କାକିଆ ଅଛି। ଆଉ ମୁଁ ଯଦି ପଚାରିଥାନ୍ତା 2 ଟଙ୍କିଆ କେତେ ଅଛି ନା ରେସିଓ କେତେ 1, ତାହେଲେ 20ଟି ହଉଛି 2 ଟଙ୍କିଆ ଅଛି। 20ଟି କଣ ଅଛି ନା 2 ଟଙ୍କିଆ ଅଛି। ତାହେଲେ ଆମେ ଯଦି ଦେଖିବା ସାର୍ ଆମକୁ ଠିକ ଆନ୍ସର ବାହାରିଛି ନା ନାଇଁ ଆମେ କେମିତି ଜାଣିବୁ। 60 ପଇସା କେତେଟା ଅଛି ନା 50 ପଇସା ଅଛି। ତାମାନେ କେତେ ଟଙ୍କା ହେଇଯାଇଥିବ ନା ସାର୍ 30 ଟଙ୍କା ହେଇଥିବ। ଟଙ୍କାକିଆ 40ଟା ଅଛି ମାନେ 40 ଟଙ୍କା ହେଇଥିବ। 2 ଟଙ୍କିଆ 20ଟି ଅଛି ମାନେ କେତେ ଟଙ୍କା ହେଇଥିବ ନା 40 ହେଇଥିବ। 40 40 80 30 110 ଟଙ୍କା ହେଇଗଲା। 110 ନା ସାର୍ ହେଇଗଲା। ତାମାନେ ଆମ ଆନ୍ସର ଠିକ ଅଛି। ହଁ ସାର୍ ଆନ୍ସର ଠିକ ଅଛି। ସେ ହାଉ ମେନି 50 ପଇସା କଣ ମାଗିଛି। ତାହେଲେ ଆମର ଆନ୍ସର କଣ ହେଇଯିବ ନା ସି ହେଇଯିବ। 60ଟି 50 ପଇସା କଣ ଅଛି ବ୍ୟାଗରେ। ଆଇ ହୋପ କି ତୁମେ ମାନେ ନିହାତି ଭାବରେ ବୁଝିପାରିଥିବ। ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା। କଣ କହିଲା ଦେଖ। One of the 27 nurses in a nursing home has resigned. If the staff ratio is 1:6 in a proportion, the patient, then how many maximum patient can be admitted?
କେତେ ଜଣ ମ୍ୟାକ୍ସିମମ୍ ହଉଛି ପେସେଣ୍ଟ ଆଡମିଟେଡ ହେଇଛନ୍ତି ବୋଲି ଆମକୁ କୋଶ୍ଚିନ୍ ପଚାରିଲା। ଦେଖ, ଏଇ କୋଶ୍ଚିନ୍ଟି ତୁମ ପାଇଁ ରହିଲା। କୋଶ୍ଚିନ୍ର ଆନ୍ସାର ତୁମ ପାଇଁ ରହିଲା। ଯୋଉମାନେ ସଠିକ ଆନ୍ସାର ଦେବେ, ନେକ୍ସଟ କ୍ଲାସରେ ମୁଁ ପଢେଇବା ପୂର୍ବରୁ ସେମାନଙ୍କର ନାଁ ନେବି ଆଉ ସେମାନଙ୍କୁ ବି କଂଗ୍ରାଚୁଲେଟ କରିବି। ତୁମ ପାଇଁ କୋଶ୍ଚିନ୍ ରହିଲା ଯେ ଗୋଟେ ମେଡିକାଲରେ 27 ଜଣ ନର୍ସ କଣ କରିଛନ୍ତି ନା ରିଜାଇନ ଦେଇ ଦେଇଛନ୍ତି। ଏବେ ଷ୍ଟାଫ ଆଉ ପେସେଣ୍ଟ ମାନଙ୍କ ଭିତରେ ରେସିଓ ହଉଛି 1:6। ଦେନ୍ ହାଉ ମେନି ମ୍ୟାକ୍ସିମମ୍ ପେସେଣ୍ଟ କ୍ୟାନ୍ ବି ଆଡମିଟେଡ। କେତେ ଜଣ ପେସେଣ୍ଟ ଆଡମିଟେଡ ହେଇଛନ୍ତି ସେ ହସ୍ପିଟାଲରେ, ମ୍ୟାକ୍ସିମମ୍ ନମ୍ବରଟା ଆମକୁ ପଚାରିଛି। ତୁମ ପାଇଁ କୋଶ୍ଚିନ୍ ରହିଲା। ଏତେ କୋଶ୍ଚିନ୍ ବୁଝେଇଲି। ଏଇ କୋଶ୍ଚିନ୍ର ଆନ୍ସରଟା କମେଣ୍ଟରେ ଲେଖିବ। ଆଉ ନେକ୍ସଟ ଥର କ୍ଲାସରେ ଯେତେବେଳେ ମ୍ୟାଥ କ୍ଲାସ ନେଇକି ଆସିବି, ତୁମମାନଙ୍କର ନାଁ ନେବି ଆଉ କଂଗ୍ରାଚୁଲେଟ ବି କରିବି। ତୁମମାନଙ୍କର ମ୍ୟାଥରେ ଇମ୍ପ୍ରୁଭମେଣ୍ଟ ହେଇଛି ବୋଲି ବି ଜାଣିବି। ନେକ୍ସଟ କ୍ଲାସକୁ ଅପେକ୍ଷା କରନ୍ତୁ। ରହିଲି। ଜୟ ଜଗନ୍ନାଥ।